ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦରମୁଖ ପାଳାହିରେ ଥିବା ଉଠା ଜଳସେଚନ ବିଭାଗ ପକ୍ଷରେ। ବର୍ତ୍ତମାନ ରାଜ୍ୟ ସରକାରଙ୍କର ସକାଳ ମର୍ଣ୍ଣିଂ ଅଫିସ୍ ଚାଲିଛି। 7ଟାରୁ 1 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ବର୍ତ୍ତମାନ କର୍ମଚାରୀଙ୍କ ଦେଖା ନ ଜାଣି ଜଣେ ନାଇଟ୍ ୱାଚର ଅଛନ୍ତି। ତାଙ୍କଠୁ ପଚାରି ବୁଝିବା କ'ଣ ରହିଛି ସ୍ଥିତି। ସରକାରଙ୍କର 7ଟାରୁ 1 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ, ବର୍ତ୍ତମାନ କୌଣସି କର୍ମଚାରୀ ଦେଖାଯାଉନି। ଆପଣ କ'ଣ କରିବେ? କାଲି ମିଟିଂ ଯାଇଛନ୍ତି, ଆଉ କାମ ସେଠି ସରିନି। ଆଉ ଆଜି ଆସିଛନ୍ତି 1 ଦିନକରେ ଯେଇ ଯାଇଛନ୍ତି, ଆଉ ଏସଡିଓ ସାଇଟକୁ ଯାଇଛନ୍ତି। ଆଉ ଯେଉଁ ଅଫିସିଆଲ ଷ୍ଟାଫ୍ କୁଆଡ଼େ ଗଲେ? ଅଫିସିଆଲ ଷ୍ଟାଫ୍ ବୋଲେ ମୁଁ ତ ଜଣେ, ଆମେ ତ ସିକ୍ୟୁରିଟି ଗାର୍ଡ, ମୋର ଏବେ ସରିଲେ ସେ ଜଣେ ଆଇବ। ଆଉ କିରାଣୀ ମାନେ ସିଏ ବି ଯାଇଛନ୍ତି ତାଙ୍କ ସାଙ୍ଗରେ ସ୍କିମ୍ ଯାକ ଧରିକିରି। ଜଣେ ଏକ ଅଛି ତ ପିଉନ। କିଏ ନାହାନ୍ତି, ସବୁ ଫିଲ୍ଡ ଯାଇଛନ୍ତି। ଫିଲ୍ଡ ଏସଡିଓ ଫିଲ୍ଡ ଯାଇଛି। ଯାହା କହୁଥିଲେ କର୍ମଚାରୀ କ୍ଷେତ୍ରକୁ ଯାଇଛନ୍ତି, ସବୁ ଅଫିସିଆଲ ଷ୍ଟାଫ୍ ଆରମ୍ଭ କରି କ୍ଷେତ୍ର କର୍ମଚାରୀ ସମସ୍ତେ ଫିଲ୍ଡ ଯାଇଥିବା ପ୍ରକାଶ କରିଛନ୍ତି କର୍ମଚାରୀ। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର ଷ୍ଟୁଡ଼ିଓ।